ଆଦିତ୍ୟ ଆଜି ଆପଣମାନଙ୍କୁ ଗୋଟିଏ ନୂଆ ଗପ ଶୁଣେଇବି, ଯାହାର ନାଁ ଚୋର ଧରିବାର ମନ୍ତ୍ର। ନୂଆ ନୂଆ ଗପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଭିଡ଼ିଓର ଲିଙ୍କ ମଧ୍ୟ ଡେସ୍କ୍ରିପସନରେ ଦେଇଦେଇଛି, ସେଇଠୁ ମଧ୍ୟ ଦେଖିପାରିବେ। ଆଇ ବଟନରେ ମଧ୍ୟ ଭିଡ଼ିଓର ଲିଙ୍କ ଦେଇଛି, ଦେଖିନେବେ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଆଜିର ଗପ। ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା। ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ। ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି, ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ। କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ। ରାଜାଙ୍କ ପ୍ରଶ୍ନରେ କୋଟୁଆଳ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମୁଖ ଶୁଖି ଯାଉଥାଏ। ଫଳରେ ସେମାନେ ମୁଣ୍ଡ ତଳକୁ କରି ଠିଆ ହୋଇ ରହୁଥାନ୍ତି। ଦିନେ ରାଜାଙ୍କ ବିଖ୍ୟାତ ବିଦୂଷକ ତେନାଲିରାମନ୍ କହିଲେ, ମହାରାଜ, ସାଧାରଣ ଗୁପ୍ତଚର ବା କର୍ମଚାରୀମାନେ ଏଭଳି ଡାକୁକୁ ଆଦୌ ଧରିପାରିବେ ନାହିଁ। ଏ ପ୍ରକାର ଡାକୁକୁ ଧରିବା ସକାଶେ ମନ୍ତ୍ରଶକ୍ତି ଦରକାର। ରାଜାଙ୍କ କୋଟୁଆଳ ଏହା ଶୁଣି ବିରକ୍ତ ହୋଇ କହିଲେ, କ'ଣ ଅବାନ୍ତର କଥା କହୁଛ ବତ୍ସ? ମନ୍ତ୍ରଶକ୍ତି ଦ୍ୱାରା ଯଦି ଡାକୁ ଧରି ହେବ, ତେବେ ସେ ମନ୍ତ୍ର କ'ଣ କହୁନା। ତାପରେ ସେ ବିଦୂଷକ ଗମ୍ଭୀର ହୋଇ ଉତ୍ତର ଦେଲେ, ଏଡ଼େ ସହଜରେ କହିଦେବି। ତାଙ୍କ କଥା ଶୁଣି କୋଟୁଆଳ ପ୍ରସ୍ତାବ ଦେଲେ, ଯଦି ତମକୁ ସେ ମନ୍ତ୍ର ଜଣାଅଛି, ତେବେ ତମେ ନିଜେ ଧରୁନାହଁ। ସେପରି କଲେ ମୁଁ ତାହେଲେ ତମକୁ ମୋ କୋଟୁଆଳ ପଦ ଛାଡ଼ିଦେବି। ତହୁ ବିଦୂଷକ କହିଲେ, କୋଟୁଆଳ, ତମେ ବୋଧେ ଭୁଲି ଯାଉଛ ଯେ ମୁଁ ରାଜାଙ୍କ ବିଦୂଷକ ପଦରେ ଅଛି। ଏବେ ପୁଣି ମୁଁ କେଉଁ ଗରଜରେ କୋଟୁଆଳ ହେବି? ବରଂ ତମେ ଯଦି ତମ ବର୍ଷକର ଦରମା ମୋତେ ଦେଇଦେବ, ତେବେ ମୁଁ ମୋ ମନ୍ତ୍ରଶକ୍ତିର ପରିଚୟ ଅବଶ୍ୟ ଦେଇପାରେ। ତାଙ୍କର ଏଭଳି ପ୍ରସ୍ତାବ ଶୁଣି କୋଟୁଆଳ କହିଲେ, ମନ୍ତ୍ରଶକ୍ତିର ଅନ୍ୟ କିଛି ପରିଚୟ ମୋର ଲୋଡ଼ା ନାହିଁ। ଯଦି ମନ୍ତ୍ର ଦ୍ୱାରା ତାକୁ ଧରି ହେବ, ତେବେ ମୁଁ ମୋର 2 ବର୍ଷର ଦରମା ତମକୁ ଦେଇଦେବି। ବିଦୂଷକ ସେଥିରେ ରାଜି ହୋଇ ସେଠାରୁ ବାହାରିଗଲେ। ସହରର ଗୋଟିଏ ଛକ ଉପରେ କେତେଜଣ ଅମାତ୍ୟ ବସିଥାନ୍ତି। ବିଦୂଷକ ସେଠାକୁ ହାଇ ମାରି ମାରି ଯାଇ ପହଞ୍ଚିଲେ। ଜଣେ ପଚାରିଲେ, କି ହେ ରମନ୍, ଏଭଳି କାହିଁକି ହାଇ ମାରୁଛ? ରାତିରେ ଶୋଇନାହଁ କି? ବିଦୂଷକ କହିଲେ, ନା ଭାଇ, ଡାକୁ ଡରରେ ମୁଁ ଶୋଇପାରି ନାହିଁ। ଅମାତ୍ୟ ଟିପ୍ପଣୀ ଦେଲେ, ଅର୍ଥାତ୍ ଘରେ ବହୁତ ଟଙ୍କା। ଏକଥା ଶୁଣି ବିଦୂଷକ ହସିଦେଇ ସେଠାରୁ ଚାଲିଗଲେ। ଆହୁରି ବି ଗୋଟାଏ ଦୁଇଟା ସ୍ଥାନରେ ବିଦୂଷକ ପରୋକ୍ଷରେ ପ୍ରଚାର କରିଦେଲେ ଯେ ତାଙ୍କ ଘରେ ବହୁତ ଟଙ୍କା। ପରଦିନ ରାତିରେ ସେ ଶୋଇଛନ୍ତି, ଏ ଘରେ ପଶିବାର ସେ ବୁଝିପାରିଲେ। ପୂର୍ବରୁ ସେ ତ ତାଙ୍କ ସ୍ତ୍ରୀଙ୍କୁ ତାଲିମ ଦେଇ ରଖିଥାନ୍ତି। ସ୍ତ୍ରୀ ପଚାରିଲେ, ଏ ଜହ୍ନ ପକ୍ଷରେ ତମେ ଉପାର୍ଜନ ପାଇଁ ଯିବ ନାହିଁ କି? ଉତ୍ତର ଆସିଲା, ନା, ଏଥର ନୁହେଁ, ଆଗାମୀ ଜହ୍ନ ପକ୍ଷକୁ ଯିବା। ସ୍ତ୍ରୀ କହିଲେ, ଆଚ୍ଛା, ତମେ ମୋତେ ସେ ମନ୍ତ୍ରଟି କହିଦେବ ବୋଲି 100 ଥର ପ୍ରତିଶ୍ରୁତି ଦେଇ ତାହା ରଖିନାହଁ। ଆଜି ଯଦି ନ କହିବ, ତେବେ ମୁଁ ଅବଶ୍ୟ ମୋ ପ୍ରାଣ ହାରିବି। ବିଦୂଷକ ପଚାରିଲେ, ତମ ପେଟରେ କଥା ରହିବଟି? ମୁଁ ରାଜାଙ୍କ ଖଜଣା ଖାନାରୁ ଚୋରି କରୁଛି। ଥରେ ଏକଥା ଜଣାପଡ଼ିଲେ ଜାଣ, କଥା ସରିଲା। ସ୍ତ୍ରୀ କହିଲେ, ମୁଁ କାହାରିକୁ କିଛି କହିବି ନାହିଁ ବୋଲି ଶପଥ କରୁଛି। ବିଦୂଷକ କହିଲେ, ରାଜାଙ୍କ ଉଆସରେ ପୂର୍ବତଟ ପାଚେରୀ ଉପରକୁ ଉଠିଗଲେ ଗୋଟାଏ ଝରକା ଦେଖିବାକୁ ମିଳିବ। ସେ ଝରକା ଉପରେ ତ ଠିଆ ହେବା ସମ୍ଭବ। ପାଚେରୀରୁ ଝରକାକୁ ଯାଇ ତାକୁ ଖୋଲି ହେବ, କାରଣ ଭିତର ପଟରୁ ଝରକା ବନ୍ଦ ନ ଥାଏ। ସେଇଠି ଅପେକ୍ଷା କରିବାକୁ ହେବ। ଯେମିତି ଜହ୍ନ ସିଧା ସେ ଝରକାରେ ପଡ଼ିବ, ସେମିତି ମନ୍ତ୍ରଟି 3 ଥର ପଢ଼ି ଭିତରକୁ ଲମ୍ଫ ଦେବାକୁ ହେବ। ଜହ୍ନ କିରଣ ଦୋଳି ଭଳି କାମ ଦେବ। ଧୀରେ ଧୀରେ ସେ ଆଣି ଭିତରେ ପହଞ୍ଚାଇ ଦେବ। ତାପରେ ସିନ୍ଦୁକରୁ 3 ଖେପରେ ଯେତିକି ସମ୍ଭବ ସେତିକି ବିତ୍ତ କାଢ଼ି ନେଇ ପୁଣି 3 ଥର ମନ୍ତ୍ରଟି ପଢ଼ି ଉପରକୁ କୁଦିଲେ ଜହ୍ନ କିରଣ ପୁଣି ଧୀର ଭାବରେ ଆଣି ଝରକାରେ ପହଞ୍ଚାଇ ଦେବ। ମନ୍ତ୍ରଟି ହେଲା, ଉଭ୍ରାନ୍ତି ଉଭ୍ରାନ୍ତି ଉଭ୍ରାନ୍ତି। ଓ ଏମିତି କସ୍ତା ସ୍ତ୍ରୀ ଏତକ କହ ଶୋଇଯିବାର ଅଭିନୟ କଲେ। ତାକୁ ସବୁ ଶୁଭିଲା ଓ ସେଠୁ କିଛି ନେବାର ଚେଷ୍ଟା ନ କରି ଫେରିଗଲା। ପର ରାତିରେ ବିଦୂଷକଙ୍କ ପରାମର୍ଶରେ ଉଆସର ପୂର୍ବତଟ ଝରକା ଖୋଲା ରଖାହେଲା। ଜହ୍ନ ସେ ଝରକା ଉପରେ ପଡ଼ିବା ପରେ ଗୋଟାଏ ଶବ୍ଦ ଶୁଭିଲା। ଠିକ୍ ଏହା ମଧ୍ୟ ଆଶା କରାଯାଉଥିଲା। ପ୍ରାସାଦର ପ୍ରହରୀମାନେ ଯାଇ ଦେଖିଲେ, ଜହ୍ନ କିରଣ ଯୋଗେ ଦୋଳି ଖେଳି ଭିତରେ ପହଞ୍ଚିବା ଆଶାରେ ଲମ୍ଫ ଦେଇଥିବା ଡାକୁ ତଳେ ପଡ଼ିଛି। ତାର ହାତ ମକଚି ଯାଇଛି। ଏହିଭଳି ଭାବେ ସେ ତାକୁ ଧରାହେଲା। ସକାଳେ
କଟୁଆଳ ବିଦୂଷକଙ୍କୁ ତାଙ୍କ 2 ବର୍ଷର ଦରମା ଦେବାକୁ ପ୍ରସ୍ତୁତ ହେଲେ। ତେବେ ରାଜା କୃଷ୍ଣଦେବରାୟ ନିଜେ ସେତକ ପୁରସ୍କାର ରୂପେ ବିଦୂଷକଙ୍କୁ ଦେଇଦେଲେ। ଅର୍ଥାତ୍ କଟୁଆଳଙ୍କୁ ଆଉ କିଛି ବି ଦେବାକୁ ପଡ଼ିଲା ନାହିଁ।